ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ସ୍ୱହସ୍ତ ଲିଖିତ ସତ୍ୟାନୁସରଣ ଗ୍ରନ୍ଥ ପାଠ। ସୂଚନା: ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଅନ୍ୟତମ ପ୍ରିୟ ଭକ୍ତ ଅତୁଳଚନ୍ଦ୍ର ଭଟ୍ଟାଚାର୍ଯ୍ୟ ପାବନାରୁ ଅନ୍ୟତ୍ର ବଦଳି ହୋଇଯାଇଥାନ୍ତି। ବିରହ ବିଚ୍ଛେଦ କାତର ଭକ୍ତ ପ୍ରେମାସୁ ବିସର୍ଜନ ପୂର୍ବକ ପ୍ରାର୍ଥନା କଲେ ନିରନ୍ତର ଦିବ୍ୟ ଭାବଧାରାରେ ଅନୁପ୍ରାଣିତ ହୋଇ ରହିବା ଭଳି ଶ୍ରୀ ହସ୍ତଲିଖିତ ଅମୃତ ନିର୍ଦ୍ଦେଶ। ବଙ୍ଗଳା 1316 ସାଲରେ 22 ବର୍ଷ ବୟସରେ ଶ୍ରୀ ଶ୍ରୀ ଠାକୁର ଏକ ରାତ୍ରିରେ ଲିପିବଦ୍ଧ କରିଦେଲେ ତାଙ୍କର ଅମୃତ ନିଶ୍ଚନ୍ଦୀ ସ୍ୱତଃ ଉଚ୍ଚାରିତ ବାଣୀ। ଭକ୍ତର ପ୍ରାର୍ଥନା ଓହ୍ଲାଇ ଆଣିଲା ପୃଥିବୀ ପୃଷ୍ଠରେ ମନ୍ଦାକିନୀର ପୁଣ୍ୟଧାରା, ଯାହାକି ସଞ୍ଜୀବିତ କରି ରଖିବ ତାଙ୍କୁ ଏବଂ ଯୁଗ ଯୁଗ ଧରି ପ୍ରତ୍ୟେକଟି ମଣିଷକୁ। ବଙ୍ଗଳା 1325 ସାଲରୁ ମୁଦ୍ରିତ ହୋଇ ସତ୍ୟାନୁସରଣ ବହନ କରି ଚାଲିଛି ସେହି ଶାଶ୍ୱତ ମହାବାଣୀ। ଏହି ଓଡ଼ିଆ ସଂସ୍କରଣ ମୂଳ ବଙ୍ଗଳା ପୁସ୍ତକର ଅନୁବାଦ ମାତ୍ର। ଅର୍ଥ, ମାନ, ଯଶ ଇତ୍ୟାଦି ପାଇବା ଆଶାରେ ମୋତେ ଠାକୁର ସଜାଇ ଭକ୍ତ ହୁଅ ନାହିଁ। ସାବଧାନ ହୁଅ, ଠକିଯିବ। ତୁମର ଠାକୁରତ୍ୱ ଜାଗ୍ରତ ନହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି, ଠାକୁର ବି ନୁହନ୍ତି। ଫାଙ୍କି ଦେଲେ ତାହା ହିଁ ପାଇବ। ଭାରତର ଅବନତି ଡିଜେନେରେସନ୍ ସେହି ସମୟରୁ ଆରମ୍ଭ ହୋଇଛି, ଯେଉଁ ସମୟରୁ ଭାରତବାସୀଙ୍କ ପାଖରେ ଅମୂର୍ତ୍ତ ଭଗବାନ ଅସୀମ ହୋଇ ଉଠିଛନ୍ତି। ଋଷିଙ୍କୁ ବାଦ ଦେଇ ଋଷିବାଦର ଉପାସନା ଆରମ୍ଭ ହୋଇଛି। ଭାରତ ଯଦି ଭବିଷ୍ୟତ କଲ୍ୟାଣକୁ ଆବାହନ କରିବାକୁ ଚାହ, ତେବେ ସମ୍ପ୍ରଦାୟଗତ ବିରୋଧ ଭୁଲି ଜଗତର ପୂର୍ବ ଗୁରୁମାନଙ୍କ ପ୍ରତି ଶ୍ରଦ୍ଧା ସମ୍ପନ୍ନ ହୁଅ। ଆଉ ତୁମର ମୂର୍ତ୍ତ ଓ ଜୀବନ୍ତ ଗୁରୁ ବା ଭଗବାନଙ୍କ ପ୍ରତି ଆସକ୍ତ ଆଟାଚ୍ଡ ହୁଅ ଏବଂ ସେଇମାନଙ୍କୁ ହିଁ ସ୍ୱୀକାର କର ଯେଉଁମାନେ ତାଙ୍କୁ ଭଲ ପାଆନ୍ତି, କାରଣ ପୂର୍ବବର୍ତ୍ତୀଙ୍କୁ ଅଧିକାର କରି ହିଁ ପରବର୍ତ୍ତୀଙ୍କର ଆବିର୍ଭାବ। ସର୍ବପ୍ରଥମ ଆମ୍ଭମାନଙ୍କୁ ଦୁର୍ବଳତା ବିରୁଦ୍ଧରେ ଯୁଦ୍ଧ କରିବାକୁ ହେବ, ସାହସୀ ହେବାକୁ ହେବ, ବୀର ହେବାକୁ ହେବ। ପାପର ଜ୍ୱଳନ୍ତ ପ୍ରତିମୂର୍ତ୍ତି ଏହି ଦୁର୍ବଳତା। ତଡ଼ ଯେତେ ଶୀଘ୍ର ପାର ଏହି ରକ୍ତ ଶୋଷଣକାରୀ ଅବସାଦ ଉତ୍ପାଦକ ଭ୍ୟାମ୍ପାୟାର। ସ୍ମରଣ କର ତୁମେ ସାହସୀ, ସ୍ମରଣ କର ତୁମେ ଶକ୍ତିର ତନୟ, ସ୍ମରଣ କର ତୁମେ ପରମ ପିତାଙ୍କ ସନ୍ତାନ। ଆଗେ ସାହସୀ ହୁଅ, ଅକପଟ ହୁଅ, ତେବେ ଜଣାଯିବ ତୁମର ଧର୍ମରାଜ୍ୟରେ ପଶିବାର ଅଧିକାର ଜନ୍ମିଛି। ଏତେ ଟିକିଏ ଦୁର୍ବଳତା ଥିଲେ ମଧ୍ୟ ତୁମେ ଠିକ୍ ଅକପଟ ହୋଇପାରିବ ନାହିଁ। ଆଉ ଯେତେ ଦିନ ତୁମର ମନ ମୁହାଁ ଏକ ନ ହେଉଛି, ସେତେ ଦିନ ତୁମର ମଳିନତା ଦେହରେ ହାତ ବି ପଡ଼ିବ ନାହିଁ। ମନ ମୁହଁ ଏକ ହୋଇଗଲେ ଆଉ ଭିତରେ ମଇଳା ଜମିପାରେ ନାହିଁ। ଗୁପ୍ତ ଆବର୍ଜନା ଭାଷାରେ ଭାସି ଉଠେ, ପାପ ଯାଇ ତା ଭିତରେ ବସା ବାନ୍ଧିପାରେ ନାହିଁ। ହଟିଯିବାଟା ବରଂ ଦୁର୍ବଳତା ନୁହେଁ, କିନ୍ତୁ ଚେଷ୍ଟା ନ କରିବା ହିଁ ଦୁର୍ବଳତା। ତୁମେ କୌଣସି କିଛି କରିବାକୁ ପ୍ରାଣପଣେ ଚେଷ୍ଟା କରି ମଧ୍ୟ ଯଦି ବିଫଳ ମନୋରଥ ହୁଅ, କ୍ଷତି ନାହିଁ, ତୁମେ ଛାଡ଼ ନାହିଁ। ଏହି ଅମ୍ଳାନ ଚେଷ୍ଟା ହିଁ ତୁମକୁ ମୁକ୍ତି ଆଡ଼କୁ ନେଇଯିବ। ଦୁର୍ବଳ ମନ ଚିରକାଳ ହିଁ ସନ୍ଦିଗ୍ଧ। ସେମାନେ କଦାପି ନିର୍ଭର କରିପାରନ୍ତି ନାହିଁ। ବିଶ୍ୱାସ ହରାଇଛନ୍ତି, ତେଣୁ ପ୍ରାୟ ରୁଗ୍ଣ, କୁଟିଳ, ଇନ୍ଦ୍ରିୟ ପରବଶ ହୋଇପଡ଼ନ୍ତି। ସେମାନଙ୍କ ନିକଟରେ ସାରା ଜୀବନଟା ଜ୍ୱାଳାମୟ। ଶେଷରେ ଅଶାନ୍ତିରେ ସୁଖ ଦୁଃଖ ଡୁବିଯାଏ। ସୁଖ କ'ଣ, ଦୁଃଖ କ'ଣ କହିପାରନ୍ତି ନାହିଁ। କହିଲେ ହୁଏତ କୁହନ୍ତି, ବେଶ୍, ତାହା ମଧ୍ୟ ଅଶାନ୍ତି। ଅବସାଦରେ ଜୀବନ କ୍ଷୟ ହୋଇଯାଏ। ଦୁର୍ବଳ ହୃଦୟରେ ପ୍ରେମ ଭକ୍ତିର ସ୍ଥାନ ନାହିଁ। ପରର ଦୁର୍ଦ୍ଦଶା ଦେଖି, ପରର ବ୍ୟଥା ଦେଖି, ପରର ମୃତ୍ୟୁ ଦେଖି ନିଜର ଦୁର୍ଦ୍ଦଶା, ବ୍ୟଥା ବା ମୃତ୍ୟୁର ଆଶଙ୍କା କରି ଭାଙ୍ଗି ପଡ଼ିବା, ଝାଉଁଳି ପଡ଼ିବା ବା କାନ୍ଦି କାନ୍ଦି ଆକୁଳ ହେବା, ସେସବୁ ଦୁର୍ବଳତା। ଯେଉଁମାନେ ଶକ୍ତିମାନ ସେମାନେ ଯାହା ବି କରନ୍ତୁ, ସେମାନଙ୍କର ନଜର କିନ୍ତୁ ନିରାକରଣ ଦିଗରେ। ଯେପରି ସବୁ ଅବସ୍ଥାରେ ଆଉ କେହି ବିଧ୍ୱସ୍ତ ନ ହୁଅନ୍ତି, ପ୍ରେମର ସହିତ ତା'ର ଉପାୟ ଚିନ୍ତା କରିବା। ବୁଦ୍ଧଦେବଙ୍କର ଯାହା ହୋଇଥିଲା, ଏହା ହିଁ ହେଉଛି ସରଳ ହୃଦୟର ଦୃଷ୍ଟାନ୍ତ। ତୁମେ କୁହ ନା ତୁମେ ଭୀରୁ, କୁହ ନା ତୁମେ କାପୁରୁଷ, କୁହ ନା ତୁମେ ଦୁରାଶୟ। ପିତାଙ୍କ ଆଡ଼କୁ ନଜର କର, ଆବେଗ ଭରେ କୁହ, ହେ ପିତା, ମୁଁ ତୁମରି ସନ୍ତାନ। ମୋର ଆଉ ଜଡ଼ତା ନାହିଁ, ମୋର ଆଉ ଦୁର୍ବଳତା ନାହିଁ, ମୁଁ ଆଉ କାପୁରୁଷ ନୁହେଁ। ମୁଁ ଆଉ ତୁମକୁ ଭୁଲି ନରକ ଆଡ଼କୁ ଦୌଡ଼ିଯିବି ନାହିଁ, ଆଉ ତୁମର ଜ୍ୟୋତି ଆଡ଼କୁ ପଛ କରି ଅନ୍ଧକାର ବୋଲି ଚିତ୍କାର କରିବି ନାହିଁ। ଅନୁତାପ କର,
କିନ୍ତୁ ସ୍ମରଣ ରଖ ଯେପରି ପୁନରାୟ ଅନୁତପ୍ତ ହେବାକୁ ନ ପଡ଼େ। ଯେତେବେଳେ ତୁମର କୁକର୍ମ ପାଇଁ ତୁମେ ଅନୁତପ୍ତ ହେବ, ସେତେବେଳେ ପରମପିତା ତୁମକୁ କ୍ଷମା କରିଦେବେ। ଆଉ କ୍ଷମା ପାଇଲେ ହିଁ ବୁଝିପାରିବ ତୁମ ହୃଦୟରେ ପବିତ୍ର ସାନ୍ତ୍ୱନା ଆସୁଛି। ଆଉ ତାହା ହେଲେ ହିଁ ତୁମେ ବିନୀତ, ଶାନ୍ତ ଓ ଆନନ୍ଦିତ ହେବ। ଯେ ଅନୁତପ୍ତ ହୋଇ ମଧ୍ୟ ପୁନରାୟ ସେହି ପ୍ରକାର ଦୁଷ୍କର୍ମରେ ରତ ହୁଏ, ବୁଝିବାକୁ ହେବ ସେ ସତ୍ୱର ହିଁ ଅତ୍ୟନ୍ତ ଦୁର୍ଗତିର ପତିତ ହେବ। କେବଳ ମୁହେଁ ମୁହେଁ ଅନୁତାପ କରିବା ଅନୁତାପ ନୁହେଁ, ତାହା ଆହୁରି ଅନ୍ତରରେ ଅନୁତାପ ଆସିବାର ଅନ୍ତରାୟ। ପ୍ରକୃତ ଅନୁତାପ ଆସିଲେ ତାହାର ସମସ୍ତ ଲକ୍ଷଣ ହିଁ ଉଣାଧିକେ ପ୍ରକାଶ ପାଏ। ଜଗତରେ ମଣିଷ ଯେତେ ଯାହା ଦୁଃଖ ପାଏ, ତାହାର ଅଧିକାଂଶ ହିଁ କାମିନୀ କାଞ୍ଚନ ପ୍ରତି ଆସକ୍ତିରୁ ହିଁ ଆସେ। ସେ ଦୁଇଟା ପାଖରୁ ଯେତିକି ଦୂରେଇ ରହିବ ସେତିକି ମଙ୍ଗଳ। ଭଗବାନ ଶ୍ରୀ ଶ୍ରୀ ରାମକୃଷ୍ଣ ଦେବ ସମସ୍ତଙ୍କୁ ବିଶେଷ ଭାବରେ କହିଛନ୍ତି, କାମିନୀ କାଞ୍ଚନ ପାଖରୁ ତଫାତ୍ ତଫାତ୍ ଖୁବ୍ ତଫାତ୍ ରୁହ। କାମିନୀ ଠାରୁ କାମ ବାଦ ଦେଲେ ହିଁ ସେ ମା ହୋଇ ପଡ଼ନ୍ତି। ବିଷ ଅମୃତ ହୋଇଗଲା। ଆଉ ମା କେବଳ ମା, କାମିନୀ ନୁହେଁ। ମା ଶେଷରେ ଘି ଦେଇ ଭାବିଲେ ହିଁ ସର୍ବନାଶ। ସାବଧାନ, ମାଆକୁ ମାଗି ଭାବି ମର ନାହିଁ। ପ୍ରତ୍ୟେକଙ୍କର ମା ହିଁ ଜଗଜ୍ଜନନୀ। ପ୍ରତ୍ୟେକଙ୍କ ଝିଅ ହିଁ ନିଜ ମାଆର ବିଭିନ୍ନ ରୂପ। ଏହିପରି ଭାବିବାକୁ ହୁଏ। ମାତୃଭାବ ହୃଦୟରେ ପ୍ରତିଷ୍ଠିତ ନହେଲେ ସ୍ତ୍ରୀ ଲୋକକୁ ଛୁଇଁବା ଅନୁଚିତ। ଯେତେ ଦୂରରେ ରହିପାର ସେତେ ଭଲ। ଏପରିକି ମୁଖ ଦର୍ଶନ ନ କରିବା ଆହୁରି ଭଲ। ମୋର କାମ କ୍ରୋଧାଦି ଗଲା ନାହିଁ ବୋଲି ଚିତ୍କାର କଲେ କେବେ ହେଲେ ସେଗୁଡ଼ିକ ଯାଏ ନାହିଁ। ଏପରି କର୍ମ, ଏପରି ଚିନ୍ତା ଅଭ୍ୟାସ କରିନେବାକୁ ହେବ ଯହିଁରେ କାମ କ୍ରୋଧାଦିର ଗନ୍ଧ ବି ନଥିବ। ମନ ଯାହାଦ୍ୱାରା ସେ ସବୁ ଭୁଲିଯିବ। ମନରେ କାମ କ୍ରୋଧାଦିର ଭାବ ନ ଆସିଲେ କିପରି ତାହା ପ୍ରକାଶ ପାଇବ? ଉପାୟ ଉଚ୍ଚତର ଉଦାର ଭାବରେ ନିମଜ୍ଜିତ ରହିବ। ସୃଷ୍ଟିତତ୍ତ୍ୱ, ଗଣିତ ବିଦ୍ୟା, ରସାୟନ ଶାସ୍ତ୍ର ଇତ୍ୟାଦିର ଆଲୋଚନାରେ କାମରୀପୁର ଦମନ ହୁଏ। କାମିନୀ କାଞ୍ଚନ ସମ୍ବନ୍ଧୀୟ ଯେକୌଣସି ରକମର ଆଲୋଚନା ହିଁ ସେଥିପ୍ରତି ଆସକ୍ତି ଆଣି ଦେଇପାରେ। ସେ ସବୁ ଆଲୋଚନାରୁ ଯେତେ ଦୂରେଇ ରହିପାରିବ ସେତେ ଭଲ। ସଙ୍କୋଚ ହିଁ ଦୁଃଖ ଏବଂ ପ୍ରସାରଣ ହିଁ ସୁଖ। ଯହିଁରେ ହୃଦୟରେ ଦୁର୍ବଳତା ଆସେ, ଭୟ ଆସେ, ତହିଁରେ ହିଁ ଆନନ୍ଦର ଅଭାବ, ଆଉ ତାହା ହିଁ ଦୁଃଖ। ଚାହିଁବାଟା ନ ପାଇବା ହିଁ ଦୁଃଖ। କିଛି ଚାହ ନାହିଁ, ସବୁ ଅବସ୍ଥାରେ ରାଜି ଥାଅ। ଦୁଃଖ ତୁମର କ'ଣ କରିବ? ଦୁଃଖ କାହାର ପ୍ରକୃତିଗତ ନୁହେଁ, ତାକୁ ଇଚ୍ଛା କରିଲେ ହିଁ ତଡ଼ି ଦିଆଯାଇପାରେ। ପରମ ପିତାଙ୍କ ନିକଟରେ ପ୍ରାର୍ଥନା କର, ତୁମର ଇଚ୍ଛା ହିଁ ମଙ୍ଗଳ। ମୁଁ ଜାଣେ ନା କେଉଁଥିରେ ମୋର ମଙ୍ଗଳ ହେବ। ମୋ ଭିତରେ ତୁମର ଇଚ୍ଛା ହିଁ ପୂର୍ଣ୍ଣ ହେଉ। ଆଉ ସେଥିପାଇଁ ତୁମେ ରାଜି ଥାଅ, ଆନନ୍ଦରେ ରହିବ। ଦୁଃଖ ତୁମକୁ ସ୍ପର୍ଶ କରିବ ନାହିଁ। ଦୁଃଖ ବି ଏକ ରକମ ଭାବ, ସୁଖ ବି ଏକ ରକମ ଭାବ। ଅଭାବର ବା ଚାହିଁବାର ଭାବଟା ହିଁ ଦୁଃଖ। ତୁମେ ଜଗତରେ ହଜାର କରି ମଧ୍ୟ ଦୁଃଖ ନଷ୍ଟ କରିପାରିବ ନାହିଁ ଯେ ପର୍ଯ୍ୟନ୍ତ ତୁମ ହୃଦୟରୁ ସେହି ଅଭାବର ଭାବଟାକୁ କାଢ଼ି ନ ନେଇଛ। ଆଉ ଧର୍ମ ହିଁ ତାହା କରିପାରେ। ଯଦି ସାଧନାରେ ଉନ୍ନତି ଲାଭ କରିବାକୁ ଚାହ, ତେବେ କପଟତା ତ୍ୟାଗ କର। କପଟ ବ୍ୟକ୍ତି ଅନ୍ୟ ନିକଟରୁ ସୁଖ୍ୟାତିର ଆଶାରେ ନିଜକୁ ନିଜେ ପ୍ରବଞ୍ଚନା କରେ। ଅଳ୍ପ ବିଶ୍ୱାସ ଯୋଗୁଁ ଅନ୍ୟର ପ୍ରକୃତ ଦାନରୁ ମଧ୍ୟ ପ୍ରବଞ୍ଚିତ ହୁଏ। ତୁମେ ଲକ୍ଷେ ଗଳ୍ପ କର, କିନ୍ତୁ ପ୍ରକୃତ ଉନ୍ନତି ନ ହେଲେ ତୁମେ ପ୍ରକୃତ ଆନନ୍ଦ କଦାପି ଲାଭ କରିପାରିବ ନାହିଁ। କପଟାଶ୍ରୟୀର ମୁହଁର କଥା ସଙ୍ଗେ ଅନ୍ତରର ଭାବ ବିକଶିତ ହୁଏ ନାହିଁ। ସେଥିପାଇଁ ଆନନ୍ଦର କଥାରେ ମଧ୍ୟ ମୁହଁରେ ନୀରସତାର ଚିହ୍ନ ଦୃଷ୍ଟ ହୁଏ। କାରଣ ମୁହଁ ଖୋଲିଲେ କ'ଣ ହେବ? ହୃଦୟରେ ଭାବର ସ୍ଫୂର୍ତ୍ତି ହୁଏ ନାହିଁ। ଅମୃତମୟ ବାରି କପଟି ନିକଟରେ ତିକ୍ତ ଲବଣମୟ। କୂଳକୁ ଯାଇ ମଧ୍ୟ ତାର ତୃଷା ନିବାରିତ ହୁଏ ନାହିଁ। ସରଳ ବ୍ୟକ୍ତି ଊର୍ଦ୍ଧ୍ୱ ଦୃଷ୍ଟି ସମ୍ପନ୍ନ ଚାତକ ପରି, କପଟି ନିମ୍ନ ଦୃଷ୍ଟି ସମ୍ପନ୍ନ ଶାଗୁଣା ପରି। ଛୋଟ ହୁଅ କିନ୍ତୁ ଲକ୍ଷ୍ୟ ଉଚ୍ଚ ହୁଏ। ବଡ଼ ଏବଂ ଉଚ୍ଚ ହୋଇ ନିମ୍ନ ଦୃଷ୍ଟି ସମ୍ପନ୍ନ ଶାଗୁଣା ପରି ହେବାର ଲାଭ କ'ଣ? କପଟି ହୁଅ ନାହିଁ, ନିଜେ ଠକାମିରେ ପଡ଼ ନାହିଁ କି ଅନ୍ୟକୁ ଠକାଅ ନାହିଁ। ଏହା ଖୁବ୍ ହିଁ ସତ୍ୟ କଥା ଯେ ମନରେ ଯେତେବେଳେ ଅପରର ଦୋଷ ଦେଖିବାର ପ୍ରବୃତ୍ତି ଆସିଛି, ସେତେବେଳେ ସେହି ଦୋଷ ନିଜ ଭିତରେ ଆସି ବସା ବାନ୍ଧିଛି। ତତ୍କ୍ଷଣାତ୍ କାଳ ବିଳମ୍ବ ନ କରି ସେହି ପାପ ପ୍ରବୃତ୍ତିକୁ ଭାଙ୍ଗି ଚୁରି ଉଳେଇ ସଫା କରିଦେଲେ ଯାଇ ନିସ୍ତାର, ନଚେତ୍ ସବୁ ନଷ୍ଟ ହୋଇଯିବ।
ତୁମର ନଜର ଯଦି ଅନ୍ୟର କେବଳ କୁ ହିଁ ଦେଖେ, ତେବେ ତୁମେ କେବେ ହେଲେ କାହାରିକୁ ଭଲ ପାଇପାରିବ ନାହିଁ। ଆଉ ଯେ ସତ୍ ଦେଖିପାରେ ନା, ସେ କଦାପି ସତ୍ ହୁଏ ନାହିଁ। ତୁମର ମନ ଯେତେ ନିର୍ମଳ ହେବ, ତୁମର ଚକ୍ଷୁ ସେତେ ନିର୍ମଳ ହେବ, ଆଉ ଜଗତଟା ତୁମ ନିକଟରେ ନିର୍ମଳ ହୋଇ ଭାସି ଉଠିବ। ତୁମେ ଯାହା ହିଁ ଦେଖ ନା କାହିଁକି, ଅନ୍ତରର ସହିତ ସର୍ବାଗ୍ରେ ତା'ର ଭଲ ଟିକକ ଦେଖିବାକୁ ଚେଷ୍ଟା କର। ଆଉ ଏହି ଅଭ୍ୟାସ ତୁମେ ମଜ୍ଜାଗତ କରି ପକାଅ। ତୁମର ଭାଷା ଯଦି କୁତ୍ସା କଳଙ୍କ ଜଡ଼ିତ ହୋଇଥାଏ, ଅପରର ସୁଖ୍ୟାତି କରି ନ ପାର, ତେବେ ଯେପରି କାହା ପ୍ରତି କୌଣସି ମତାମତ ପ୍ରକାଶ ନ କର। ଆଉ ମନେ ମନେ ତୁମେ ନିଜର ସ୍ୱଭାବକୁ ଘୃଣା କରିବାକୁ ଚେଷ୍ଟା କର ଏବଂ ଭବିଷ୍ୟତରେ କୁତ୍ସା ନରକ ତ୍ୟାଗ କରିବାକୁ ଦୃଢ଼ ପ୍ରତିଜ୍ଞ ହୁଅ। ପରର ନିନ୍ଦା କରିବା ମାନେ ହିଁ ପରର ଦୋଷ କୁଢ଼ାଇ ନେଇ ନିଜେ କଳଙ୍କିତ ହେବ। ଆଉ ପରର ସୁଖ୍ୟାତି କରିବାର ଅଭ୍ୟାସ ଦ୍ୱାରା ନିଜର ସ୍ୱଭାବ ଅଜ୍ଞାତ ସାରରେ ଭଲ ହୋଇପଡ଼େ। ତା ବୋଲି କୌଣସି ସ୍ୱାର୍ଥ ବୁଦ୍ଧି ନେଇ ଅନ୍ୟର ସୁଖ୍ୟାତି କରିବା ଠିକ୍ ନୁହେଁ। ସେ ତ ଖୋସାମ। ସେ କ୍ଷେତ୍ରରେ ମନ ମୁହଁ ପ୍ରାୟ ଏକ ରହେ ନାହିଁ। ତାହା କିନ୍ତୁ ବଡ଼ ଖରାପ। ଆଉ ତହିଁରେ ନିଜର ସ୍ୱାଧୀନ ମତ ପ୍ରକାଶ କରିବାର ଶକ୍ତି ହଜିଯାଏ। ଯାହା ଉପରେ ଯାହା କିଛି ସବୁ ତିଷ୍ଠି ରହିଛି, ତାହା ହିଁ ଧର୍ମ, ଆଉ ସେ ହିଁ ପରମ ପୁରୁଷ। ଧର୍ମ କେବେ ହେଲେ ବହୁ ହୁଏ ନା। ଧର୍ମ ଏକ, ଆଉ ତା'ର କୌଣସି ପ୍ରକାର ନାହିଁ। ମତ ବହୁତ ହୋଇପାରେ, ଏପରିକି ଯେତେ ମଣିଷ ସେତେ ମତ ହୋଇପାରେ, କିନ୍ତୁ ତାହା ବୋଲି ଧର୍ମ ବହୁତ ହୋଇପାରେ ନାହିଁ। ହିନ୍ଦୁ ଧର୍ମ, ମୁସଲମାନ ଧର୍ମ, ଖ୍ରୀଷ୍ଟିଆନ ଧର୍ମ, ବୌଦ୍ଧ ଧର୍ମ ଇତ୍ୟାଦି କଥା ମୋ ମତରେ ଭୁଲ। ବରଂ ସେ ସବୁଗୁଡ଼ିକ ମତ। କୌଣସି ମତ ସହିତ କୌଣସି ମତର ପ୍ରକୃତ ପକ୍ଷରେ କୌଣସି ବିରୋଧ ନାହିଁ। ଭାବର ବିଭିନ୍ନତା, ପ୍ରକାରଭେଦ, ଗୋଟିଏକୁ ନାନା ପ୍ରକାରରେ ଏକ ରୂପେ ଅନୁଭବ, ସବୁ ମତ ହିଁ ସାଧନା ବିସ୍ତାର ପାଇଁ। ତେବେ ତାହା ନାନା ପ୍ରକାର ହୋଇପାରେ। ଆଉ ଯେତିକି ବିସ୍ତାର ହେଲେ ଯାହା ହୁଏ, ତାହା ହିଁ ଅନୁଭୂତି, ଜ୍ଞାନ। ତେଣୁ ଧର୍ମ ଅନୁଭୂତିର ଉପରେ। ଯଦି ଭଲ ଚାହ, ତେବେ ଜ୍ଞାନାଭିମାନ ଛାଡ଼, ସମସ୍ତଙ୍କ କଥା ଶୁଣ। ଆଉ ଯାହା ତୁମ ହୃଦୟରେ ବିସ୍ତାରରେ ସାହାଯ୍ୟ କର, ତାହା ହିଁ କର। ଜ୍ଞାନାଭିମାନ ଜ୍ଞାନର ଯେତେ ଅନ୍ତରାୟ, ଆଉ କୌଣସି ରିପୁ ସେତେ ନୁହେଁ। ଯଦି ଶିକ୍ଷା ଦେବାକୁ ଚାହ, ତେବେ କେବେ ହେଲେ ଶିକ୍ଷକ ହେବାକୁ ଚାହ ନାହିଁ। ମୁଁ ଶିକ୍ଷକ, ଏହି ଅହଙ୍କାର ହିଁ କାହାରିକୁ ଶିଖିବାକୁ ଦିଏ ନାହିଁ। ଅହଂକୁ ଯେତିକି ଦୂରରେ ରଖିବ, ତୁମର ଜ୍ଞାନର ବା ଦର୍ଶନର ସୀମା ସେତିକି ବିସ୍ତାର ହେବ। ଅହଂଟା ଯେତେବେଳେ ମିଳାଇଯାଏ, ଜୀବ ସେତେବେଳେ ହିଁ ସର୍ବଗୁଣ ସମ୍ପନ୍ନ ନିର୍ଗୁଣ ହୁଏ।